ఆకాశవాణి ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58 କୋଟି 63 ଲକ୍ଷ ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟାବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପଜେରେ ଭାରତ ଉତ୍ତର ମାସିଡୋନିଆ ବ୍ୟାବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟାବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତ୍ତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି।
ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର ସ୍ଥିତ GKNM ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ୍ ତିରୁପୁରର ଅଭିନାଶୀ ସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58 କୋଟି 63 ଲକ୍ଷ ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32 କୋଟି 68 ଲକ୍ଷ ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27 କୋଟି 84 ଲକ୍ଷ ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2 ଲକ୍ଷ ଟଙ୍କା ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି 78 ଲକ୍ଷ ପଞ୍ଜୀକରଣ କରାଯାଇଥିବା ବେଳେ 9 କୋଟି 29 ଲକ୍ଷ ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ OTT ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1ରୁ 3 ମିନିଟର ଭିଡିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ PV ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲୱି ଫାରାହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ ଆମସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାଡେ ଏବଂ ତାନିସା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ।
ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58 କୋଟି 63 ଲକ୍ଷ ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।